ମଉସାଙ୍କ ପୂଜା ସରିଯାଏ ଦେଖି ତରତର ହେଇ ବନେଇଦେଲି ଚାଉମିନ ଟିକେ। ମଉସାଙ୍କୁ ଦେଇଦେଲି ଖାଇବା ପାଇଁ। ଛାତ ଉପରକୁ ଧରି ପଳେଇଲି, ସମସ୍ତଙ୍କୁ ଦେଇଦେଇକି ଆସିଲି। ମୁଁ ମଧ୍ୟ ଖାଇଦେଲି। ଖାଇସାରିଲା ପରେ ମାଛ କିଣା ହେଇଥିଲା, ତା ଦେହରେ ମସଲା ମସଲି ଟିକେ ଗୁଳାଗୁଳି କରି ଭଜା ବସେଇଦେଲି। ସେପଟେ ଭାତ ବସିଛି। ମଉସାଙ୍କୁ ଦେଖେଇଦେଲି ମାଛ ଭଜା ଆଉ ଭାତ। ପଳେଇଗଲି ବାରିଗାନେ ଲୁଗା ଶୁଖିବା ପାଇଁ। ଆସିଲା ବେଳକୁ ଯାକୁ ଦେଖିଲି। ଯାର ମୋର ଟିକେ ବସି ପଡ଼ିଲୁ ଗପିବା ପାଇଁ। ଯା ପିନ୍ଧିଥିଲେ ଗୋଟେ କିଣା ମୁଦି ଗୋଟେ। ମୁଁ କହିଲି ଯେମିତି ସୁନ୍ଦର ହେଇଛି, କାଢ଼ିକି ମୋ ହାତରେ ପିନ୍ଧେଇଦେଲେ। ଆଜି ବନେଇବି ମାଛ କୋପ୍ତା କରି, ସେଥିପାଇଁ କଣ୍ଟା ହରକା ବାହାର କରି ମସଲା ମସଲି ଗୁଳାଗୁଳି କରି କୋପ୍ତା ସବୁ ତିଆରି କରି କଲି ତରକାରୀଟି। ତରକାରୀ ହେଲା ପରେ ଦେଇଦେଲି ମଉସାଙ୍କୁ ଖାଇବା ପାଇଁ। ତାପରେ ମୁଁ ଖାଇବି। ଏଇ କୋପ୍ତା କରିଟି ଦେବି ଆଉ ଗୋଟିଏ ବ୍ଲଗରେ। ଖାଇସାରିଲା ପରେ ଭାରାକ୍ରାନ୍ତ ଶରୀରକୁ ନେଇକି ଟିକେ ଖଟ ଉପରେ ଗଡ଼ି ପଡ଼ିଲି। ତାପରେ ଉଠିକି ଚାହା ଟିକେ କରି ପଳେଇଗଲି ଛାତ ଉପରୁ ଧରି ସମସ୍ତଙ୍କୁ ଦେଲି। ମୁଁ ମଧ୍ୟ ଚାହାଟା ପିଇଲି। ମହାବାବୁ ତିଆରି କରୁଛନ୍ତି ପାଉଛ ଟିକେ ଦେଖିଲି। ଆଉ ରିନା ଦେଇଛନ୍ତି ଡ୍ରେସ୍ ଗୋଟେ ଡବଲ ସିଲେଇ କରିବା ପାଇଁ। ଆସିକି ଟିକେ ସିଲେଇରେ ଲାଗି ପଡ଼ିଲି। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ବୋଲି।